ଆପଣଙ୍କ ପାଇଁ ଖୁସି ଖବର WhatsApp ଆଣିଲା ବଡ଼ ପରିବର୍ତ୍ତନ। ଏଥର ବିନା ନମ୍ବରରେ ଚାଲିବ WhatsApp, ନମ୍ବର ରହିବ ସିକ୍ରେଟ। ଗୋଟିଏ ଅକ୍ଷରରେ ଖୋଲିବ WhatsApp, କଥା ନୁହେଁ ସିଗ୍ନାଲ ହେବ ସବୁ ସେୟାର। କେମିତି ସୁବିଧା ଦେଉଛି WhatsApp ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ। ସମସ୍ତଙ୍କ ହାତରେ ଏବେ ଆଣ୍ଡ୍ରଏଡ ମୋବାଇଲ ଆଉ 5G ଡାଟା ସହ ଅନଲିମିଟେଡ ଡାଟା। ବର୍ତ୍ତମାନ ସମୟରେ ବିନା ମୋବାଇଲରେ ବଞ୍ଚିବା ଭାରି ମୁସ୍କିଲ। ଖାଇବା ବେଳେ ହେଉ ବା ଯାତ୍ରା ବୁଲିବା ସମୟରେ ହାତରେ ମୋବାଇଲ ନାହିଁ ତ କିଛି ନାହିଁ। ସ୍ମାର୍ଟ ଦେଖାଇବା ପାଇଁ ହେଲେ ହାତରେ ସ୍ମାର୍ଟଫୋନଟି ଥିବା ନିହାତି ଆବଶ୍ୟକ। ସେଭଳି ଫଟୋ ହେଉ କି ଭିଡିଓ ଅନ୍ୟକୁ ପଠାଇବା ପାଇଁ WhatsApp ସମସ୍ତେ ବ୍ୟବହାର କରୁଛନ୍ତି। ହେଲେ ଜାଣିଛନ୍ତି କି ଏବେକାର ନ୍ୟୁ ଭର୍ସନରେ ନୂଆ ଫିଚର୍ସ ଦେଇଛି WhatsApp। ଭିଡିଓ କଲ୍ ହେଉ କି ଅଡିଓ କଲ୍ ସବୁଥିପାଇଁ WhatsApp ଦରକାର। ସମସ୍ତ ୟୁଜର୍ସକୁ ନଜରରେ ରଖି ଏହି ଫିଚର୍ସ ଅପଡେଟ୍ କରିଛି WhatsApp। ଯଦି ଆପଣଙ୍କ ପାଖରେ ନମ୍ବର ନଥିବ WhatsAppରେ କିମ୍ବା ଚାଟ୍ କରିପାରିବେନି, ତମ ନମ୍ବର ଦିଅ ମୁଁ WhatsAppରେ ମେସେଜ କରିବି। ଆମେ ବେଳେବେଳେ ଏମିତି ହିଁ କହିଥାଉ, କିନ୍ତୁ WhatsApp ଏବେ ଯେଉଁ ବଡ଼ ଖୁସି ଖବର ଦେଇଛି ଆପଣ ଜାଣିବା ପରେ ତାଜୁବ ହୋଇଯିବେ। ହଁ ଦର୍ଶକ ବନ୍ଧୁ, WhatsApp ୟୁଜର୍ସକୁ ମିଳିଛି ବଡ଼ ଆଶ୍ୱସ୍ତି। ଏବେ ଆପଣଙ୍କୁ ପ୍ରତ୍ୟେକ ଚାଟ୍ ପାଇଁ ନିଜ ମୋବାଇଲ ନମ୍ବର ସେୟାର କରିବାକୁ ପଡ଼ିବ ନାହିଁ। କମ୍ପାନୀ ଏକ ନୂଆ ଫିଚର୍ସ ରୋଲ ଆଉଟ୍ କରିବା ପାଇଁ ପ୍ଲାନିଂ କରୁଛି, ଯାହାଦ୍ୱାରା ଆପଣ ନିଜର ୟୁଜର ନେମ୍ ବ୍ୟବହାର କରି ସହଜରେ ଯେକୌଣସି ବ୍ୟକ୍ତିଙ୍କ ସହ ଚାଟ୍ କରିପାରିବେ। ଏହି ଫିଚର୍ସ ବର୍ତ୍ତମାନ WhatsAppର ମେଟା ଭର୍ସନରେ ଦେଖାଦେଇଛି, କିନ୍ତୁ ଭବିଷ୍ୟତରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲ ଆଉଟ୍ ହୋଇପାରେ। 2009ରେ WhatsApp ଲଞ୍ଚ ହେବା ପରଠାରୁ ୟୁଜର୍ସମାନଙ୍କୁ ଲଗ୍ଇନ୍ କିମ୍ବା ଚାଟ୍ ଆରମ୍ଭ କରିବା ପାଇଁ ସେମାନଙ୍କର ମୋବାଇଲ ନମ୍ବର ଦେବାକୁ ପଡୁଥିଲା, ଅର୍ଥାତ୍ ନମ୍ବର ସେୟାର ନ କଲେ କଥାବାର୍ତ୍ତା ଅସମ୍ଭବ ଥିଲା। କିନ୍ତୁ ଅନେକ ସମୟରେ ଲୋକମାନେ ନିଜର ଫୋନ ନମ୍ବର ପ୍ରାଇଭେସି ରଖିବାକୁ ଚାହାନ୍ତି। ଏହି ଆବଶ୍ୟକତାକୁ ଧ୍ୟାନରେ ରଖି WhatsApp ୟୁଜର୍ସ ନେମ୍ ଫିଚର୍ସ ଉପରେ କାମ କରିବା ଆରମ୍ଭ କରିଛି। ମେଟା ଏବେ WhatsAppରେ ଏକ ଫିଚର୍ସ ଆଣିବାକୁ ପ୍ରସ୍ତୁତ ହେଉଛି, ଯାହା ୟୁଜର୍ସମାନଙ୍କୁ ସେମାନଙ୍କ ମୋବାଇଲ ନମ୍ବର ବଦଳରେ ସେମାନଙ୍କର ୟୁଜର ନେମ୍ ବ୍ୟବହାର କରି ଲଗ୍ଇନ୍ ଏବଂ ଚାଟ୍ କରିବାକୁ ଅନୁମତି ଦେବେ। ଏହି ଫିଚର ଟେଲିଗ୍ରାମ ସହିତ କିଛି ମାତ୍ରାରେ ସମାନ ହେବ। ରିପୋର୍ଟ ଅନୁଯାୟୀ WhatsApp ଏହାର ଆଣ୍ଡ୍ରଏଡ ମେଟା ଭର୍ସନରେ ଏହି ଫିଚର୍ସ ପରୀକ୍ଷା କରିବା ଆରମ୍ଭ କରୁଛି। କମ୍ପାନୀ ଏପର୍ଯ୍ୟନ୍ତ ଏହାର ଅଫିସିଆଲ ଲଞ୍ଚ ଡେଟ୍ ଘୋଷଣା କରିନାହିଁ, କିନ୍ତୁ ବିଶ୍ୱାସ କରାଯାଉଛି ଯେ ସଫଳ ପରୀକ୍ଷଣ ପରେ ଆଗାମୀ କିଛି ମାସ ମଧ୍ୟରେ ଏହି ଫିଚର୍ସର ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ। ଏଥର ବିନା ନମ୍ବରରେ WhatsApp ମେସେଜ ଓ ଭିଡିଓ କଲ୍ ମଧ୍ୟ କରିପାରିବେ। ତେବେ ଏହି ସେବା ଆରମ୍ଭ ହେଲେ ଆପଣଙ୍କୁ ସୁବିଧା ହେବ କି ଅସୁବିଧା ତାହା କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।